सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्व शिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ସମାଧି ବିଷୟରେ ଆଲୋଚନା କରିବା। ଆତ୍ମା ଚେତନ, ତେଣୁ ଆପଣଙ୍କ ସ୍ୱରୂପ କେବେ ଜଡ଼ ହୋଇନପାରେ। ଜଣେ ବିଦ୍ୱାନ ବା ଚେତନର ଉନ୍ନତି ଜ୍ଞାନ ଲାଭ କଲେ ହେବ। କୌଣସି ଚେତନର ଉନ୍ନତି ଜଡ଼ ହେଲେ ବା ବେହୋସ ହେଲେ ହୋଇପାରିବ ନାହିଁ। ଚେତନ ହୋଇ ସମାଧି ନାମରେ ନିତ୍ୟ ଜଡ଼ ହେବାକୁ ଚେଷ୍ଟା କରିବା, ନିତ୍ୟ ବେହୋସ ହେବାକୁ ଯତ୍ନ କରିବା ସୁକାମ ବା ସୁକର୍ମ ନୁହେଁ, କୁକର୍ମ। ଜଣେ ସାଧୁ ସଦ୍ଗୁରୁ ଶିବକୁମାର ଶାସ୍ତ୍ରୀଙ୍କୁ କହିଲେ ସେ 40 ଦିନ ସମାଧି ଲଗାଇ ପାରନ୍ତି। ସେ ତାଙ୍କର ଗୋଟିଏ ହାତ ଦେଖାଇଲେ, ଯାହାର କିଛି ଅଂଶ ଉଇ ବା କୀଟ ଖାଇଯାଇଥିଲା। ସଦ୍ଗୁରୁ ପଚାରିଲେ, ତୁମର ଏ ହାତ ଉଇ ଆଦି ଖାଇଗଲେ କିପରି? ସେ କହିଲେ, ମୁଁ 40 ଦିନ ବେହୋସ ଥିଲି। ସେହି ସମୟରେ ଉଇ ଖାଇଦେଲେ। ମୁଁ କିଛି ଜାଣିପାରିଲି ନାହିଁ। ସଦ୍ଗୁରୁଦେବ ପଚାରିଲେ, ସମାଧିରେ ଆପଣ କ'ଣ ଦେଖିଲେ? ସେ କହିଲେ, ମୁଁ ବେହୋସ ଥିଲି, କିଛି ଦେଖି ନାହିଁ। ସଦ୍ଗୁରୁଦେବ ପଚାରିଲେ, କିଛି ନହେଲେ ମଧ୍ୟ ଈଶ୍ୱରଙ୍କୁ ତ ଦେଖିଥିବେ? ସେ କହିଲେ, ମୁଁ କିପରି ଦେଖିବି? ଆହୁରି ମଧ୍ୟ ସେ କହିଲେ, ନିରାକାର ଈଶ୍ୱରଙ୍କୁ କେହି ଦେଖିପାରନ୍ତି ନାହିଁ। ସଦ୍ଗୁରୁଦେବ ପଚାରିଲେ, ସାକାର ଈଶ୍ୱରଙ୍କୁ ତ ଦେଖିଥିବେ? ସେ କହିଲେ, ଯେତେବେଳେ ସମାଧିରେ ଥିଲି କିଛି ଦେଖିଲି ନା, ଜାଣିଲି ନା, ଶୁଙ୍ଘିଲି ନା, ସ୍ୱାଦ ନେଲି ନା, କାହାର ସ୍ପର୍ଶ ନେଲି। ସଦ୍ଗୁରୁଦେବ କହିଲେ, କିଛି ନହେଲେ ବି ଆନନ୍ଦ ଉପଭୋଗ କରିଥିବେ। ସେ କହିଲେ, ମୁଁ ଯେତେବେଳେ ବେହୋସ ଥିଲି ଆନନ୍ଦ ଉପଭୋଗ କରିବି କିପରି? ସଦ୍ଗୁରୁଦେବ କହିଲେ ଯେ 40 ଦିନ ବେହୋସ ହୋଇ ପଡ଼ି ରହିବାର ଲାଭ କ'ଣ ପାଇଲେ? ସେ କହିଲେ, ସେତିକି ଦିନ ସଂସାରର ଚିନ୍ତା ରହିଲା ନାହିଁ। ତାହା ପରମପଦ ଅଟେ। ସଦ୍ଗୁରୁଦେବ କହିଲେ, ଯଦି ତାହା ପରମପଦ, ତେବେ ଲୋକେ ଆରାମରେ ଅଫିମ ଖାଇ ବା ଅନ୍ୟ ଉପାୟରେ ବେହୋସ ହୋଇ ପରମପଦ ଲାଭ କରିପାରନ୍ତି। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟଜୀବ, ଜୟଜୀବ, ଜୟଜୀବ।